ଆମ ପିଲା ଭଲ ପାଠ ପଢ଼ନ୍ତୁ, ବହୁତ ପଇସା ରୋଜଗାର କରନ୍ତୁ, ବଡ଼ ମଣିଷ ହୁଅନ୍ତୁ ଆଉ ଭଲ ମଣିଷ ହୁଅନ୍ତୁ, ଏ କଥା ସବୁ ବାପା ମାଆ ମାନେ ଚାହିଁଥାନ୍ତି। କିନ୍ତୁ ମୁଁ ଗର୍ବର ସହିତ କହିବି, ମୋ ପିଲା ତାଙ୍କ ବାପାଙ୍କ ଭଳିଆ ହୁଅନ୍ତୁ। କାହିଁକି ଜାଣିଛନ୍ତି? କାହିଁକିନା କାଲି ଆମେ ନନ୍ଦନକାନନ ବୁଲିବା ପାଇଁ ଯାଇଥିଲୁ, ସମସ୍ତେ ଆମେ ବୁଲିଲୁ, ଏନ୍ଜୟ କଲୁ। କିନ୍ତୁ ଇଏ ତାଙ୍କ ବାପାଙ୍କର ଯତ୍ନ ଏମିତି ନେଉଥିଲେ, ବାପା କେମିତି ପାଣି ପିଇବେ, କେମିତି ଝାଡ଼ା ପରିସ୍ରା ଯିବେ, ଏମିତି ତାଙ୍କର ଯତ୍ନ ନେଉଥିଲେ, ଠିକ୍ 8 ବର୍ଷର ଛୁଆଙ୍କ ଭଳି। କହିବାର କଥା ହେଉଛି, ଏ ଯେଉଁ ଭଲ ପାଇବା ନା ଛୋଟବେଳେ ନ ମାଗିଲେ ମିଳିଯାଇଥାଏ। ଆଉ ଯେତେବେଳେ ବୟସର ମଧ୍ୟାହ୍ନରେ ଆମେ ପହଞ୍ଚି ଯାଉ, ସେତେବେଳେ ଏଇ ଭଲ ପାଇବାକୁ ଆମେ ଆମର ବ୍ୟବହାର ଆଉ ପରିଶ୍ରମ ଦ୍ୱାରା ହାସଲ କରିଥାଉ। କିନ୍ତୁ ଯେତେବେଳେ ବୟସର ଅପରାହ୍ନରେ ପହଞ୍ଚି ଯାଉ, ସେତେବେଳେ ଏଇ ଭଲ ପାଇବା ନା ବହୁତ କମ୍ ଲୋକଙ୍କୁ ମିଳିଥାଏ, ଆଉ ଅଧିକାଂଶ ଲୋକଙ୍କୁ ଏଇ ଭଲ ପାଇବା ମାଗିଲେ ମିଳିଥାଏ।